জেজে কଣ ହେଲା କଣ ଝୁଣ୍ଟି ପଡିଲ ମତେ ମାଇଲ ମୋ ବାଟା ଚପଲ ପଟେ କିଏ ନେଲା କିରେ ପଦିଆ ପଦିଆକୁ କାହିଁ ଭିତରେ ପୁରଉଛ କହିଲ? ପଦିଆକୁ ପଦିଆ ଯାଇଛି କ୍ଷୀର ଦେଇକି ତା ବାଟରେ ସିଏ ପଳେଇବ। ପଦିଆକୁ ସେ ଭିତରେ ପୁରଉଛ କହିଲ? କଣ ମାନେ ହଉଛି ମୁଁ କିଛି ବୁଝିପାରୁନି। ପଦିଆ କହୁଛି ମୁଁ ଜାଣିନି, ତମେ କହୁଛ ତମେ ଜାଣିନ। ତାମାନେ ଗୋଟେ ବାହାର ଲୋକ ଘର ଭିତରେ ପଶିକି ମୋ ବାଟା ଚପଲ ପଟେ ନେଇଯାଉଛି, ତମେ କେହି ଜାଣିପାରୁନ। କେମିତି ଦେଖିବ? ତମେ ଦି ଜଣ ତ ଘର ଭିତରେ ଖାଲି ଖାଉଛ ପିଉଛ ହଉଛ। ଜେଜେ ତମେ ଚିଡି ଚିଡି ହେଲେ କଣ ହବ? ଫାଳେ ଚପଲ କଣ କି କୁଆଡେ ନେଇଯାଉଛି? ଏଇଠୁ କୋଉଠି ଦାଣ୍ଡ ଫାଣ୍ଡ ଦେଇ କୁକୁର ଫୁକୁର ନେଇକି ଦାଣ୍ଡରେ ପକେଇଥିବ, ତମେ ଦାଣ୍ଡ ଆଡେ ଦେଖୁନ। ଦାଣ୍ଡ 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 ତୁ ମତେ ଦାଣ୍ଡ ଶିଖଉଛୁ? ମାନେ ଦାଣ୍ଡ କୁକୁର ଘରେ ପଶିକି ମୋ ବାଟା ଚପଲ ପଟେ ନେଇଯାଉଛି, ତମେ ଦି ଜଣ କେହି କିଛି ଦେଖିବ? କେମିତି ଦେଖିବ? ତମେ ତ ଘର ଭିତରେ ନାଇଟ୍ କେତେଲ ମାରିଦିଅ, ସେ ତା ନାଇଟ୍ କେତେଲ ମାରିଦିଅ, ଇଏ ଆ ନାଇଟ୍ କେତେଲ ମାରିଦିଅ। ତମର ସିନା ନହି ଉପରେ ନଜର ଖସିଲେ ଏପଟକୁ ଦେଖିବ। ଓ ଜେଜେ କୁକୁରଟା ନେଇଗଲା, ଆମେ ଆଉ କଣ କରିପାରିବୁ? କଣ କୁକୁର ନେଇଗଲା? ଗୋଟେ ବାହାର କୁକୁର ଘରେ ପଶିକି ଚପଲ ନେଇଯିବ, ତମେ କେହି ଜାଣିପାରିବନି, କେହି ଦେଖିପାରିବନି। ଆଜି କୁକୁର ପଶିଲା, କାଲି ବିଲେଇ ପଶିବ, ତାପରେ ଦିନ ଘର ଭିତରେ ରାନୀ ପଣ୍ଡା ପଶିବ, ତାପରେ କହିବ ବାପି ବାବୁ ଟିକେ କାନ ଦେଖାଉ ମୁଁ କାମୁଡିବି। ତମେ ତମକୁ ସାରିକି ଦେଖେଇଦବ। ଓ ଜେଜେ ତମେ ମତେ ଏମିତି ଟାର୍ଗେଟ କରି ଛଦିଲେ କେମିତି ହବ ଯେ? ମୁଁ କଣ ତମ ଖାଲି ଚପଲ